ଯେତେବେଳେ ରାଜା ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରିବାକୁ ଯାଇ 14 ବର୍ଷ ବନବାସ କରି ଅଯୋଧ୍ୟା ଫେରିଥିଲେ, ସେତେବେଳେ ସାରା ଅଯୋଧ୍ୟା ଦୀପ ଜାଳି ତାଙ୍କର ସ୍ୱାଗତ କରିଥିଲେ। ଆଜି ଯେତେବେଳେ ଦୀର୍ଘ 500 ବର୍ଷ ପରେ ପ୍ରଭୁ ତାଙ୍କ ଜନ୍ମସ୍ଥାନକୁ ଫେରିଛନ୍ତି, ତାଠାରୁ ବଡ଼ ସୁଖର ମୁହୂର୍ତ୍ତ ବୋଧେ ଇତିହାସରେ ଆସିବ ନାହିଁ। ସେଥିପାଇଁ ପ୍ରତ୍ୟେକ ଗ୍ରାମଠାରୁ ସହର କେବଳ ରାମ ହିଁ ରାମ, ରାମମୟ ହୋଇ ଉଠିଛି ପରିବେଶ। ସମସ୍ତ ସନାତନୀ ଆଜି ଆନନ୍ଦିତ, ଏପରିକି ରାମମୟ ପରିବେଶରୁ ବୋଲଗଡ଼ ଅଞ୍ଚଳ କିପରି ଦୂରରେ ରହିବ। ଏହି ପରିପ୍ରେକ୍ଷୀରେ ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମଲାଲାଙ୍କ ପବିତ୍ର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ହୋଇଥିବାରୁ ସାରା ଭାରତବର୍ଷରେ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟେକ ରାମ ମନ୍ଦିର, ହନୁମାନଙ୍କ ମନ୍ଦିରରେ ଭକ୍ତମାନେ ହୋମ ଓ ପୂଜାପାଠ କରିବା ସହ ହନୁମାନ ଚାଳିଶା ପାଠ ଓ ନାମ ସଂକୀର୍ତ୍ତନ କରାଯାଇଛି। ସେହିପରି ପ୍ରତ୍ୟେକ ଘରେ ଘରେ ଦୁଆରେ ଶୁଦ୍ଧପୂତ ଭାବେ ପୁନଃ କଳସ ସ୍ଥାପନ କରି ଦୀପ ଜାଳିଛନ୍ତି ଏବଂ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ପାଳନ କରୁଛନ୍ତି, ଯାହାକି ପ୍ରତ୍ୟେକ ଗ୍ରାମରେ ଉତ୍ସବ ମୁଖର ହୋଇ ଉଠିଛି। हसीड़ी देखाई जीते अनेक नरेंद्र भाई एक फोटो ए पिलांगर फोटो पानी मन दे रामनी मणि जे कागनी कंठी देई अभिशाप करे मणि की देले नहीं राम करे किछि प्रकाश शेषता रतन प्राणित जानिली देवा मस्तक मणि रे लज्जा बसरे मणि लागे लज्जा बेसरे मणि लागे मोरे এই কথা কয়ে যা করুতি করে রে রাত্র দিবসে উঠে বসে লজাই মন মন্ত্রকু করি তোর জপইরে বার্তা ঔষধ কর্ণ মুখরে পাই কি পাই এড়ে দারুণ মুখে মুঝে রয়েছি প্রি হীরার টাঁজে সত্য দেখিরি তোরা চন্দ্রবদন Jaya
हूँ सुशांत मिश्र जयपुरा पटना ग्रामवासी पूजारी एवं गुरु ब्राह्मण। ଆପଣ କ'ଣ କହିବେ ବର୍ତ୍ତମାନ ଯେଉଁ ଅଯୋଧ୍ୟାରେ ବର୍ତ୍ତମାନ ଆମ ଯେଉଁ ଶ୍ରୀରାମଚନ୍ଦ୍ରଙ୍କର ଯେଉଁ ପ୍ରାଣ ପ୍ରତିଷ୍ଠା ଏବଂ ତାଙ୍କର ଯେଉଁ ମନ୍ଦିର ପ୍ରତିଷ୍ଠା ହେଉଛି ସେଇ ବାବଦରେ ଆପଣ କ'ଣ କହିବେ ବର୍ତ୍ତମାନ? ମୁଁ କହିବାକୁ ଚାହୁଁଛି ଯେ ଆଜି ଯେତେବେଳେ ଭାରତବର୍ଷରେ ଅଯୋଧ୍ୟା ନଗରୀରେ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ହେଉଛି ସେହି ଅବସରରେ ଓଡ଼ିଶା ସାରା ବିଶ୍ୱ ସାରା ଆମର ଆଜି ଭଜନ କୀର୍ତ୍ତନ ସବୁ ନାମଯଜ୍ଞ ବି ହେଉଛି। ସେହି ଅବସରରେ ଆମ ବୋଲଗଡ଼ ବ୍ଲକର ସାଗରଗାଁ ପଞ୍ଚାୟତ ଜରିପଡ଼ା ଗ୍ରାମବାସୀ ମାନେ ଆମର ଏଇ ରଘୁନାଥ ମନ୍ଦିର ଏବଂ ହନୁମାନ ମନ୍ଦିର ଠାରେ ଆମ୍ଭେମାନେ ଆନନ୍ଦର ଉଲ୍ଲାସର ସହିତ ଭଜନ କୀର୍ତ୍ତନ କରି ପାଳନ କରୁଛୁ ଏବଂ ଏ ସହିତ ଆଜି ଆମର ଆନନ୍ଦ ବଜାର ଖୋଲା ଯାଇଛି, ପ୍ରସାଦ ସେବନର ବ୍ୟବସ୍ଥା ଅଛି। ଜୟ ଶ୍ୟାମର ରାମ, जय रामचंद्र की जय, जय श्यावर रामचंद्र की जय, जय सीता मैया की जय। सुशांत कुमार प्रधान को रिपोर्ट, न्यूज उपांत खबर।